ମନ୍ତ୍ରମୁଗ୍ଧ। ମତେ କିଛି ଜଣ ସାଙ୍ଗ କହିଲେ କି ଭାଇ ସିନେମା କହୁଥିଲୁ ବୋରିଂ ଲାଗୁଥିଲା ତୁ ଆସିକି ତୋ ଭ୍ୟୁ ବଢିବା ପାଇଁ କହିଦେଇଛୁ। ନାଇଁ 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 ଭାଇ ମୁଁ ତ କହିନି ବୋରିଂ ଲାଗୁଛି। ମୁଁ କହିଲି ଯେ ଅନନେସେସାରୀ ସେମାନେ କେତେଟା ସିନ୍ ମାରିଛନ୍ତି। ଆଉ ଗୋଟେ ସେକେଣ୍ଡ ଜିନିଷ ହେଲା ଯେ ଭୂମିକା କେମିତି ମରିଛି ସେଇଟା ସସ୍ପେନ୍ସ କରିରେ ଅଛି ଯୋଉଟା କି ତାଙ୍କ କୋରିଓଗ୍ରାଫର ହେଇକି ମାନେ ପୁରା କ୍ଲିୟରଲି କହିଛନ୍ତି ଯେ ସେକେଣ୍ଡ ପାର୍ଟ ଆସିବ। ଦେଖ ଭାଇ ଦିଟା ପାର୍ଟ ଥାଏ। ଗୋଟେ ପାର୍ଟ ହଉଛି ଯେ ଆମେ ଜାଣି ଶୁଣି ଖରାପ କରିଥାଉ ଯୋଉଟା କି ମାନେ 3-4 ବର୍ଷ ହେଲା 5 ବର୍ଷ ହେଲା ଚାଲି ଆସୁଥିଲା ଯେ ଯାହା ହଉଛି ହଉ ଓଡ଼ିଆ ଲୋକ ତ ଦେଖିବେ ଚଲ। ସେକେଣ୍ଡ ଜିନିଷ ହେଲା ସେ କରୁ କରୁ ଖରାପ ହେଇଯାଏ। ବୁଝିଲ ନା ନାଇଁ? ତାପରେ ତମେ 3 କୋଟି ସହ 30 କୋଟି 40 କୋଟି ସହ ଭାଇ କମ୍ପେୟାର କରନା। ବୁଝିଲ ନା ନାଇଁ? ମୁଁ କହିଲି 2.5 କୋଟି 3 କୋଟି ବଜେଟରେ ଭାଇ ସାଉଣ୍ଡ ଡିପାର୍ଟମେଣ୍ଟରେ ତମେ ଯଦି କୋଉଠି ମାନେ କିଛି ଖରାପ ହେଇଛି ତମକୁ ଜଣା ପଡୁଛି। ହଜିଗଲା ଆମର ବଇଁଶୀ କାହ୍ନା କେତେ ଗୀତଟା ଭାଇ ବଢିଆ ଅଛି କହିଲ। ତାପରେ ସେକେଣ୍ଡ ଜିନିଷ ହେଲା ସିନେମାଟୋଗ୍ରାଫି କେତେ ବଢିଆ ହେଇଛି ମାନେ ଆମକୁ ସେଇଟା ଭାଇ ଦିଶୁନି। ଆମକୁ କଣ ଦିଶ ନା ଭୂମିକା ଚେୟାରରେ ବସିକି ମାନେ ଝୁଲୁଛି ମାନେ ସେଇଟା ମୁଁ ମାନେ କ୍ଲିୟରଲି ଦିଶିବ। ନେଗେଟିଭଟା ସବୁବେଳେ ଦିଶିବ କିନ୍ତୁ ପଜିଟିଭ ସାଇଡ୍ ଭାଇ ଆମକୁ ଦିଶିବ ନାହିଁ। ଭାଇ କରଣ ଜୋହର 20-25 ବର୍ଷ ଭାଇ ସିନେମା କରିକି ତାର ସବୁ ଫିଲ୍ମ ଫ୍ଲପ୍ ଜାଣିଛ ନା ନାଇଁ? ସଲମାନ ଖାନର ତ ଭାଇ ଫିଲ୍ମ ଚାଲୁ ହିଁ ନାହିଁ ଏଇଟା ତ ଜାଣିଥିବ। ଅନୁଭବ ପଟ୍ଟନାୟକ ଭାଇ କେତେ ବର୍ଷ ହେଲା ଆସିଲେ? ଏଇ 3-4-5 ବର୍ଷ ହେଲା ଆସିଲେ। ସେ ଆସିବା ଭିତରେ ୱେବ ସିରିଜ ଆଉ ତାଙ୍କର ଫିଲ୍ମ ରେଗୁଲାରଲି ମାନେ ହିଟ୍ ଯାଉଛି ଫ୍ଲପ୍ ଯାଉନି ଏଇଟା ଜାଣିଛ ତ? ସେଇଟା ଭାଇ ଆମକୁ ଦିଶିବ ନାହିଁ। ମୋ ପାଟି ତ ଅଖାଡୁଆ ମୁଁ କହିବି କଣ।